ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ସସ୍ମିତା ପଣ୍ଡା ମୋ ଚ୍ୟାନେଲକୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆଶା କରୁଛି ଆପଣମାନେ ଭଲରେ ଥିବେ। ସୁଖ କହିବି ନା ଦୁଃଖ କହିବି ନା ଅଙ୍ଗି ଲିଭା କଥା କହିବି। ମୋ ପ୍ରତ୍ୟେକଟି ଚରିତ୍ର ସତ୍ୟ ଏବଂ ମୋ ଆଖପାଖରେ ଘୁରି ବୁଲୁଥାନ୍ତି। ସେଭଳି ଏକ ଚରିତ୍ର ଆଜି ଗୀତା। ଅସଫଳ, ଦରପାଠୁଆ, ଅନେକ ତ୍ୟାଗ ବଳିଦାନ ଦେଲା ପରେ ବି ଅସଫଳ, ପରିବାରରେ, ସମ୍ପର୍କରେ, ପଦମର୍ଯ୍ୟାଦାରେ, ଏପରି ଅନେକରେ ପାଇଛି ତ ଅନୁଭବର ଅନେକ କଟୁ ଅନୁଭୂତି। ଯାହା ଫଳରେ ଦୁନିଆ ହରଉଛି ସେ ହାର ମାନିତେ ପ୍ରସ୍ତୁତ ନୁହଁ। ଜୀବନରେ ପ୍ରତ୍ୟେକ ପାହାଚରେ ଧୈର୍ଯ୍ୟର ପରୀକ୍ଷା ନେଇଛି। ଧର୍ମର କଷଣ, ଏତେ ପରେ ବି ପ୍ରଶଂସା ତାକୁ ମିଳିନି। ମିଳିଛି ତ ଈର୍ଷା ଆଉ ସମାଲୋଚନା। ଗୀତା ତା ପୁଅ ଅପୁକୁ କହେ, ବାବାରେ, ହାତୀ ଚାଲେ ବଜାରେ, କୁତା ଭୁକେ ହଜାରେ। ଝରଣାର ପାଣି ଏତେ ଉପରୁ ଖସେ, କେତେ ବଣ ଜଙ୍ଗଲ ଦେଇ ବହେ। ସତ, ହେଲେ ତା ଧର୍ମ ନଷ୍ଟ ସେ କରେନି। ଶୋଷ ମେଣ୍ଟାଇଥାଏ ଏବଂ ଶୀତଳତା ପ୍ରଦାନ କରେ। ମୁଁ ବି ସେଇଆ କରୁଛି ଲୋ ଧନ, ତୁ ବି କର। ଗୀତା ଅପୁକୁ ନେଇ ଅନେକ ସ୍ୱପ୍ନ ଦେଖିଛି। ସେ ଚାହେଁ ଯେ ମୁଁ ଯୋଉ ସ୍ୱପ୍ନ ପୂରଣ କରିପାରିଲିନି, ଯୋଉ ଅଭାବ, ଯୋଉ ଅନାଟନ, ଯୋଉ ଦୁଃଖ ଭିତରେ ଦେଇ ମୋ ଜୀବନ ଗଲା, ଆଉ ସେଇ ଦୁଃଖ ସବୁ ମୋ ପୁଅକୁ ନ ମିଳୁ। ସେଥିପାଇଁ ସେ ପ୍ରତ୍ୟେକ ପାଦେ ପାଦେ ଏମିତି ବି କହିପାରିବେ ନିଶା, ଆଉ ଯୋଉଟାକି ତାର ପେଶା ବନିଥିଲା, ଅପୁକୁ ପାଠ ପଢ଼େଇବି, ମଣିଷ କରେଇବି। ରାମଚନ୍ଦ୍ର କ'ଣ? ରାମଚନ୍ଦ୍ରଙ୍କଠୁ ଅଧିକା ମର୍ଯ୍ୟାଦା ପୁରୁଷୋତ୍ତମ କରେଇବି। ତାକୁ ରାତିଦିନ ସେ ଭଗବାନଙ୍କ ନିକଟରେ ନିଜେ ଆଉ ଅପୁକୁ ଦୁହେଁ ପ୍ରାର୍ଥନା କରିବା ପାଇଁ ବାଧ୍ୟ କରୁଥିଲା ଯେ କି ଭଗବାନଙ୍କୁ କହ, ऐसी बुद्धि दो भगवान, बुरे भलों की हो पहचान, हमको दो विद्या का वरदान, जिसे बढ़े हमारा मान, जो तुमको अच्छे लगते हैं वो बन जाए हम इंसान। हे ପ୍ରଭୁ, ମୋତେ ସତ୍ସଙ୍ଗ କରାଅ, ସଦ୍ବୁଦ୍ଧି ଦେଖାଅ, ସତ୍ ମାର୍ଗରେ ନିଅ। କିନ୍ତୁ କଥାରେ ଅଛି ପା, ମନସା ଚିନ୍ତନ୍ତି କର୍ମ ବଚନଂ ନ ପ୍ରକାଶୟତେ। ଏ ସୃଷ୍ଟିର ନିୟମ ନା ଗୀତା ପାଇଁ ନିୟମ। ସେ ଯାହା ଯେତେବେଳେ ଭାବିଛି, ପର ମୁହୂର୍ତ୍ତରେ ତାର ଅଗ୍ନି ପରୀକ୍ଷା ଆରମ୍ଭ ହୋଇଯାଇଛି। ଅପୁର କିଶୋର ଅବସ୍ଥା। ମାର ପ୍ରତ୍ୟେକଟି କଥା ଶୁଣି 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 ତାକୁ ଆଜିକାଲି ଅଡ଼ୁଆ ଲାଗିଲାଣି, ଭଲ ଲାଗୁନି। ତାକୁ ଲାଗୁଛି ମା ମୋତେ ବନ୍ଦୀ କରିକି ରଖୁଛି, ଏଟା କରନି, ସେଟା କରନି। ସେ ଶୁଣି ଶୁଣି ବୋଧେ ଛିଡ଼ି ଗଲାଣି। ତାକୁ ବୋର୍ ଲାଗୁଛି, ମଜା ଲାଗୁନି। ମଜା ଲାଗୁଛି କ'ଣ ନା ସାଙ୍ଗ ସାଥୀ, ମୋବାଇଲ, ହ୍ୱାଟ୍ସଆପ୍ ଚାଟିଂ, ଇନଷ୍ଟାଗ୍ରାମ, ଫେସବୁକ୍, ଏସବୁ କଥାକୁ ସେ ଯେତେ ଗ୍ରହଣ କରୁଥିଲା, ସେତେ ତା ମା କଥାକୁ ସେ ଗ୍ରହଣ କରୁନଥିଲା। ଏ କଥା ଗୀତା ବି ବୁଝୁଥିଲା। ବହୁତ ମାରେ, ଗାଳି ଦିଏ। ସେ ଜାଣେ ଯେ ମୋ ପୁଅ ଅବାଟକୁ ପଳଉଛି, କାରଣ ସବୁ ନର୍କର ଦ୍ୱାର ଏଇ ସାଙ୍ଗମାନଙ୍କ ଦ୍ୱାରା ଖୋଲାଯାଏ। କାଳେ ମୋ ପୁଅ ସେମାନଙ୍କ କଥାରେ ପଡ଼ିଯିବ, ତେଣୁ ସେ ତାପରେ ବହୁତ ରାଗେ, ଗାଳି ଦିଏ। ବୋଧହୁଏ ତାଙ୍କ ଭିତରେ ଏଇ ସାଙ୍ଗ ପାଇଁ ଆଉ ଭଲ ପାଇବା ନଥିଲା, କେବଳ ଜଣେ ପୁଲିସ ଆଉ ଚୋରର ଖେଳ। ସେ ପୁଲିସ ସାଜିଥିଲା ଆଉ ଅପୁ ଚୋର। ତାକୁ ହାଡ଼େ ହାଡ଼େ ଜଗିକି ପାଠ ଆଡ଼କୁ ମୁହେଇବା ପାଇଁ
ଚେଷ୍ଟା ପରେ ଚେଷ୍ଟା ଚଲେଇଥିଲା। ପ୍ରତ୍ୟେକ ଦିନ ବଜାର ହାଟରେ ନୂଆ କାହାଣୀ। ଅମକେଇ ପୁଅ ଝିଅ ବୁଦ୍ଧିରେ ପଡ଼ିକି ନଷ୍ଟ ହେଇଗଲା। ଅମକେଇ ଛୁଆ ଅଳ୍ପ ଦିନରୁ ସିଗାରେଟ୍ ଖାଉଛି, ମଦ ଖାଉଛି। ଅମକେଇ ପିଲା ବାପା ମାଙ୍କୁ ମାନୁନାହାନ୍ତି, ଘରେ ଚୋରି କରୁଛନ୍ତି। ଏଇଭଳି ଅନେକ କଥା ଶୁଣି ଶୁଣି ତା ମନକୁ ପାପ ଛୁଉଁଥିଲା। ରାତିରେ ନିଦ ହଉନଥିଲା, ଖାଇବା ରୁଚୁନଥିଲା। ଗୋଟିଏ ପୁଅ, ଲକ୍ଷ୍ମୀ ଶିବ ପୂଜି ପାଇଛି ପୁଅ। କାଳେ ମୋ ପୁଅ ଖରାପ ହେଇଯିବ, କାଳେ ମୁଁ ମରିଗଲା ପରେ ସେ ଦୁଃଖ ପାଇବ। ତା ଛୁଆ ପିଲା ଅଭାବ ଅନାଟନରେ ଭାର ଓଳି ଶୁଣ୍ଡି ପିଣ୍ଡା ହେବେ। ଏଇଭଳି ମା ହୃଦୟ ଅନେକ ଚିନ୍ତା। ତେଣୁ ସେ ଜଗୁଆଳି ହେଇଗଲା। ମାର ଚରିତ୍ର କୁଆଡ଼େ ଉଡ଼ିଗଲା, ଭଲ ପାଇବା କୁଆଡ଼େ ଉଡ଼ିଗଲା। କିନ୍ତୁ ଅପୁ ତା ମାକୁ ସେ ଗୋଟେ ଦୋଷୀ ବୋଲି ଭାବୁଥିଲା। କାରଣ ମା ସବୁବେଳେ ତାକୁ ଜଗୁଛି, ଆକଟ କରୁଛି, ଗାଳି ଦଉଛି, 24 ଘଣ୍ଟା କହୁଛି ବହି ଧରିକି ପାଠ ପଢ଼, ସାଙ୍ଗସାଥି ଛାଡ଼, ସବୁ ନର୍କ ସେଇଠୁ ଆସିବ। କେତେ କହୁଛି, ଲେକ୍ଚର ଶୁଣି ଶୁଣି ମୁଣ୍ଡ ଖରାପ। ଏଇଭଳି ଚାଲେ। ଆଜି ସେପ୍ଟେମ୍ବର 5 ତାରିଖ, ଗୁରୁ ଦିବସ। ନବମ ଶ୍ରେଣୀ ଏଇଭଳି ହେଇକି ସ୍କୁଲ ଫଙ୍କସନ୍ରେ ଭାଗ ନେଇ ଖରାପ କରିଛି, ରେଜଲ୍ଟ ଭଲ କରିନି। ଆଜି ପୁଣି ଇତିହାସ ରିପିଟ୍ ହେବାକୁ ଯାଉଛି। ପୁଣି ବାହାରିଛି ସ୍କୁଲରେ କେମିତି ସେପ୍ଟେମ୍ବର 5 ଫଙ୍କସନ୍ ହବ। ତାକୁ ଛୁଆ ଦଶମର ପଢ଼ୁଛି, ଘର ଲୋକ କହିଛନ୍ତି ତାକୁ ମରାପିଟା କରନି, କାଳେ ସୁସାଇଡ଼ କରିଦେବ, କାଳେ କ'ଣ କରିଦେବ, ଛୁଆ ହାତରୁ ଖସିଯିବ। ତେଣୁ ତୁ ଟିକେ ସହ, ତାକୁ ନଜର ରଖ, କିନ୍ତୁ ସହ ଟିକେ, ସବୁବେଳେ ଅଟକାନି। ସେଇଆ ବି କଲା ଗୀତା। କହିଲା ବାବା ଭାଗ ନବୁ, ବୁଝ, ମୁଁ ତତେ ପଇସା ଦଉଛି, କିନ୍ତୁ ଆଗକୁ ପରୀକ୍ଷା ଆସୁଛି, ପାଠ ବି ପଢ଼ିବାକୁ ପଡ଼ିବ। ଅପୁ ଖୁସି ହେଇଗଲା, ହଁ ମା ମୁଁ ସେଇଆ କରିବି। ତେଣୁ ଗୀତା ଯେଉଁ ସହିଗଲା ଟିକେ, ଏତେ କୋଠର ହେଲାନି, ସେଇଟା କାମ ଦେଲା। ଅପୁ ସେପଟରେ ଭାଗ ବି ନେଲା, ପାଠ ବି ମନ ଦେଇକି ପଢ଼ିଲା। ଫଙ୍କସନରେ ସରିଗଲା। ବହୁତ ମଜା ମସ୍ତି ଖୁସି ବାସରେ କଟିଗଲା। ଫଙ୍କସନ୍ରେ ଅପୁ ଏଙ୍କରିଂରେ ଭାଗ ନେଇଥିଲା। ତେଣୁ ତା ଜାମା ପଟା, ତା ଗଲାବେଳକୁ ବି ପଇସା ବି ଦେଇଥିଲା। ସବୁଥିରେ ତା ମନ ଜାଣିକି ଗୀତା ପରଷି ଦେଇଥିଲା। କାରଣ ଆଗକୁ ପରୀକ୍ଷା ଆସୁଛି, ମୋ ଉପରେ ରାଗ ନ ରଖି ପାଠରେ ମନ ଦେବ। ଯେତେବେଳେ ଅପୁ ଫଙ୍କସନ୍ ସାରି ଫେରିଲା, ତା ପାଇଁ ବଢ଼ିଆ ଜିନିଷ ରାନ୍ଧିକି ରଖିଥିଲା ଗୀତା। ତରତରିଆ ବାଢ଼ି ଦେଇକି ତାକୁ ଖାଇବାକୁ ଦେଇ ଗୀତା ପଚାରିଲା, ଅପୁ ଏଙ୍କରିଂ କେମିତି କଲୁ? କହିଲା ମା ବଢ଼ିଆ କଲି, ସଂସ୍କୃତରେ ଯେଉଁ ଶ୍ଲୋକ ସବୁ ଲେଖିକି ନେଇଥିଲି ବଢ଼ିଆ କଲି, ସବୁ ସାର୍ ବଢ଼ିଆ ପ୍ରଶଂସା କଲେ। ଆଉ ଜାଣିଲୁ ମା, ଆମର ଯେଉଁ 4 ଜଣ ଆମେ ଦାୟିତ୍ୱ ନେଇଥିଲୁ, 5,000 ଟଙ୍କା ବଳେଇଛୁ। ଆଉ ଦେଖିଲୁ ଆମେ କେତେ ବଜେଟର ଫଙ୍କସନ୍ କରିଦେଲୁ। ସେଠୁ ଗୀତା ଶୁଣିକି କହିଲା ଠିକ୍ ଅଛି। ଗୀତାର ସେଥିପ୍ରତି ଧ୍ୟାନ ନଥିଲା। ସେ 5,000ଟା କ'ଣ କରିବ, କ'ଣ ସାରଙ୍କୁ ଫେରେଇବ କି ଛୁଆଙ୍କ ଭିତରେ ବାଣ୍ଟି ଦେବ, ଏ ପ୍ରଶ୍ନ ସେ ସେଦିନ କରିନଥିଲା। ତା ମନରେ ଥିଲା ଯେ କି ସେ ଖୁସି ଅଛି, ଏବେ ମନ ଦେଇକି ପାଠ ପଢ଼ିବ। 2 ଦିନ ଗଲା, ସଣ୍ଡେ ଆସିଲା, ରବିବାର। ସେଦିନ ମୋ ପୁଅ ଖୁସି ହେଇକି ମୋତେ କହିଲା, ମାମା ଜାଣିଲ, ଯେଉଁ 5,000 ଟଙ୍କା ଆମେ ବଳେଇ ନଥିଲା, ଆମେ 4-5 ଜଣ ହୋଟେଲରେ ଯାଇକି ଖାଇଦେବୁ ଆଉ। ତଥାପି ଗୀତା ମୁଣ୍ଡରେ କିଛି ପଶୁନଥିଲା।
ଅପୁ ତା ସାଙ୍ଗ ସହିତ ଆଲୋଚନା କଥାବାର୍ତ୍ତା ଲୁଚିକି କଥା କହୁଥିଲା, କେତେବେଳେ ଗୀତା ଆଗରେ କଥା କହୁଥିଲା। ହଠାତ୍ ରୋଷେଇ ଘରୁ ବସୁ ବସୁ ତା ମନକୁ ଆଇଲା ଗୀତା, ଇଏ ହୋଟେଲ ଯିବେ, ପଇସା ବଞ୍ଚେଇଛନ୍ତି, ସ୍କୁଲ ବାଲା ଯଦି ଧରି ନେବେ, ତାପରେ କାହା ସାଙ୍ଗରେ ଯାଉଛି ସେ ହୋଟେଲ। ସେଇଠୁ ଗୀତା ଆସି ପଚାରିଲା, ବାବା ତୁମେ ଯେଉଁ ହୋଟେଲରେ ଯିବ କାହା ସାଙ୍ଗରେ ଯିବ? ସେ କହିଲା, ଆମର 2ଟା ଝିଅ ପିଲା ଅଛନ୍ତି, ଆମେ 2ଟା ପୁଅ ପିଲା। କହିଲି, କେଉଁ ହୋଟେଲକୁ ଯିବ? ନା ହୋଟେଲ ଏଇଠି ପାଖରେ, ଯେଉଁ ସ୍କୁଲ ପାଖରେ ହୋଟେଲ। କହିଲି, ଦେଖ ବାବା, ଲୋକ କ'ଣ କହିବେ ସେଇଟା ଭାବିଛୁ? ଏକରେ ସ୍କୁଲରେ ଧରା ପଡ଼ିବୁ, ଯଦି ଛୁଆ କମ୍ପ୍ଲେନ୍ କରିବେ ବହୁତ ମାଡ଼ ଖାଇବୁ। ଆଉ ତୋ ମାମୁଁ ସେଠି ପ୍ରିନ୍ସିପାଲ, ତାଙ୍କ ପ୍ରେଷ୍ଟିଜ୍ ଲିକ୍ ହେବ। ତାକୁ ଭଣଜା ହିସାବରେ ତୁ ଏସବୁ ଇଲିଗାଲ କାମ କରନି। ତାପରେ ଦେଖ ବାବା, ଏଟା ଆମର ଲୋକାଲ ଏରିଆ, ଏଠି ଆମ ସମସ୍ତଙ୍କୁ ଚିହ୍ନନ୍ତି। ତତେ ଯଦି ହଠାତ୍ ଆମ ରିଲେଟିଭ୍ କିଏ କି ତୋ ବାବା କି ତୋ ବାବା ଅଫିସର ଲୋକ ସେ ହୋଟେଲକୁ ଚାଲିଯିବେ, ଆଉ ତୁ ଆଉ ସେ 2ଟା ଝିଅଙ୍କ ସାଙ୍ଗରେ ବସିକି ଖାଉଥିବୁ, ସେଠି ବାବା କି ରିଲେଟିଭ୍ ମାନେ କ'ଣ ଭାବିବେ? ତୋ ବୟସ କେତେ ବାବା? ହୋଟେଲକୁ ଯାଇକି ଝିଅ ପିଲାଙ୍କ ସହିତ ଭୋଜି ଖାଇବାର ବୟସ ଇଏ? ମୁଁ ଅଟକେଇଲି, ମୁଁ ଭଲରେ ଅଟକେଇଲି, କିନ୍ତୁ ସେ ରିଆକ୍ଟ କଲା, ହଁ ହଁ ମୋ ସାଙ୍ଗ ଯାଉଛନ୍ତି ତ ଝିଅ ପିଲା, ତମ ପାପ ଦୃଷ୍ଟି ସନ୍ଦେହୀ। ମୁଁ ଯେତେବେଳେ ତା ମୁହଁରୁ ଏମିତି ଶୁଣିଲି, ସେତେବେଳେ 2 ଚାପଡ଼ ଗୀତା ବସେଇ ଦେଲା, ବହୁତ ପିଟିଲା। ଭଲ କଥାର ରିଆକ୍ଟ କାହିଁକି କରୁଛୁ? ଏଇଟା ଯେଉଁଟା ସୁନ୍ଦର ସେଇ କାମ କର ବାବା। ଟିକେ ଭିତରକୁ ନେ, ତୋର ବୟସ ଛୋଟ ନୁହଁ, ତୁ ଭିତରକୁ ନେ। କ'ଣ କରିବୁ? ଲୋକ କ'ଣ କହିବେ? ଏଡ଼ିକି ଛୁଆଟେ ଝିଅକୁ ନେଇକି ଆସି ହୋଟେଲରେ ଖୁଆଉଛୁ। ତୁ ବାବା କହୁନୁ, ମୁଁ ତୋତେ ହୋଟେଲ ନେଇଯିବି, ଖୁଏଇବି ପିଏଇବି, ମଜା ମସ୍ତି କରିକି ଆସିବା। କିନ୍ତୁ ଏସବୁ ଖରାପ। ତାପରେ କର୍ମ, ତୁ ଠକିକି 5,000 ଖାଇଦେବୁ, ବାବା ଉପରେ ଭଗବାନ ଦେଖୁଛି ନା, ସେଟା ତୋ ପଇସା ନା, ସେଟା ପିଲାମାନଙ୍କ ପଇସା। ଏସବୁ ଚିଟିଂ ବୁଦ୍ଧି କ'ଣ? ଭଗବାନ ରାଗିଲା ଭଳିଆ କର୍ମ କରିବୁନ ବାବା, ଏସବୁ ଖରାପ କଥା। ଆଉ ମୋଠୁ ଏମିତି ଆଶା କରନି ଯେ କି ମୁଁ ତୋତେ ଏଥିରେ ସପୋର୍ଟ କରିବି। ସେ ସେଠୁ ଅପୁ ଉତ୍ତର ଦେଲା, ତୁମେ କେଉଁ କଥାରେ ସପୋର୍ଟ କର କି ମା? ଗୀତା ଚୁପ୍। ତମେ ମୋତେ କ'ଣ ବୁଝିଛ? ମୋ ସାଙ୍ଗମାନେ ଭଲ ବୁଝିଛନ୍ତି। ସବୁବେଳେ ସନ୍ଦେହ ସନ୍ଦେହ ସନ୍ଦେହ। ମୁଁ ଚିଡ଼ି ଗଲିଣି ତମ ସାଙ୍ଗରେ ରହିବା ପାଇଁ। ମୋତେ ହଷ୍ଟେଲ ଛାଡ଼ି ଦିଅ, ମୋତେ ମୁକ୍ତି ଦିଅ। ସବୁବେଳେ ପାଠ ପଢ଼ ପାଠ ପଢ଼ ପାଠ ପଢ଼, ସମସ୍ତେ କରୁଛନ୍ତି, ମୁଁ କଲେ ଅସୁବିଧା। ତମର ସବୁବେଳେ ପଢ଼ି ପଢ଼ି କ'ଣ ମରିବି ନା କ'ଣ? ବହି ଖାତାକୁ ତ ଘୁଷି ସାଇଲେଣି, ଆଉ କେତେ ପଢ଼ିବି? ସମସ୍ତେ ଖାଇବେ, ତାଙ୍କର ପାପ ନେଇ କ'ଣ ନା ଭଗବାନ ରାଗିବେ, ଭଗବାନ ଦେଖୁଛନ୍ତି। କେତେ 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 କହିବ ମୋତେ? ମୁଁ ଚିଡ଼ି ଗଲିଣି। କେବେ ଉତ୍ତର ଦେଇନି, ଆଜି ପୁଅ ଉତ୍ତର ଦଉଛି। ନାଲି ଆଖି ଦେଖଉଛି, ଆଙ୍ଗୁଳି ଟେକୁଛି। ଗୀତା ଘୁଞ୍ଚିକି ପଳେଇଲା, ଦୂରରେ ବସିଲା, ଚୁପ୍ ନୀରବ। ତା ନୀରବତା 2-4 ଦିନ ଗଲା, କିଛି କହିଲାନି ସେ ପୁଅକୁ। ହଠାତ୍ ପୁଅ ଆସି ଯେତେବେଳେ ଭୁଲ ମାଗିଲା, ସେତେବେଳେ ଗୀତା ତା ମୁଣ୍ଡକୁ ଗେଲ କରି କହିଲା, ବାବା ମୁଁ ନା ତୋ ବୟସରେ ଯେତେବେଳେ ଥିଲି ନା, ସେତେବେଳେ ଷ୍ଟାର ପ୍ଲସରେ ଗୋଟେ ସିରିଏଲ ଚାଲେ, କ୍ୟୁଁକି ସାସ୍ ବି କଭି ବହୁ ଥି। ମୋର ଏତେ ନିଶା ସେ ସିରିଏଲ ଦେଖିବା ପାଇଁ। ତୁ ଜାଣିଛୁ, ମୁଁ ସାନ ଅଜା ଆଈଙ୍କ ପାଖରେ ରହିକି ପାଠ ପଢ଼ୁଥିଲି। ସେମାନେ 2 ଜଣ ଚାକିରି ପଳାନ୍ତି। ସେମାନଙ୍କ ବିଶ୍ୱାସ ଯେ କି ମୁଁ ଟିଉସନ୍ ଯାଇଥିମି। କିନ୍ତୁ ସେଦିନ ଗୋଟେ ବଢ଼ିଆ ସିନ୍ ଥିଲା। ମୁଁ କ'ଣ କଲି ନା,
କଲେଜ ଟିଉସନ ବନ୍ଦ କରିକି ପଛ ସିଡ଼ି ବାଟେ ଆସିକି ବୁଢ଼ୀମା ଆମର କାଲ ଅନ୍ଧ, ସେ କିଛି ଜାଣିପାରେନି, ବୟସ ବେଶୀ ହେଇଯାଇଥିଲା ନା, ତେଣୁ ତା ଆଗରେ କିଏ ଯାଏ କିଏ ଆସେ ସେ ଜାଣିପାରେନି, କେବଳ ଠାର ମାରିକି କଥା କୁହେ। ମୋତେ ପଚାରିଲେ ଯେ କିଏ ତୁ? ମୁଁ କହିଲି ବୁଢ଼ୀମା। ଏହା କହିକି ଟିଭିଟା ଖୋଲିଦେଇକି ଆମେ ଭାଇ ଭଉଣୀ ସବୁ ସିରିଏଲ ଦେଖିଲୁ। ହଠାତ୍ ସେଦିନ ସାନ ଅଜା ବ୍ୟାଙ୍କରୁ ପଳେଇ ଆସିଛନ୍ତି। ତାଙ୍କର ମନ ବୋଧେ କୁଡ଼େଇ ହେଲା କି କିଏ କହିଲା, ତାଙ୍କୁ ଦେଖିକି ଆମେ ସବୁ ଟିଭି ବନ୍ଦ କରିକି ବହି ଖାତା ଧରିକି ବସିକି ପଢ଼ିବା ଆରମ୍ଭ କରିଦେଲୁ। ଅଜା ତାଙ୍କର ମେନ୍ ଡୋର ବାଟେ ଦେଇ ଆସିଲେ, ଆସିକି ଦେଖିଲେ ଆମେ ସମସ୍ତେ ମନ ଦେଇକି ପାଠ ପଢ଼ୁଛୁ। ଅଜା ତ ଅଜା, ତାଙ୍କର ବହୁତ ଅନୁଭବ। ଆମେ ଯେଉଁ ସ୍କୁଲରେ ପାଠ ପଢ଼ୁଛୁ ସେ ସ୍କୁଲରେ ସେ ହେଡ଼ମାଷ୍ଟର, ତେଣୁ ସିଏ ଆସି କ'ଣ କଲେ ନା ଆମକୁ କିଛି ନ କହିକି ଟିଭିଟାକୁ ଛୁଇଁଦେଲେ। ଜାଣିଛୁ ଟିଭିଟା ଚାଲିଲେ ଟିଭିଟା ଗରମ ହେଇଯାଏ, ତେଣୁ ଅଜା ଜାଣିନେଲେ ଯେ ଟିଭିଟା ଚାଲୁଥିଲା, ମୋ ପାଦ ଶବ୍ଦ ଶୁଣିକି ଏମାନେ ବନ୍ଦ କରିକି ବହି ଖାତା ଧରିକି ପଢ଼ିବାରେ ଆକ୍ଟିଂ କରୁଛନ୍ତି। ସେଦିନ ଯେଉଁ ମାଡ଼, ମାନେ ବାବା କ'ଣ କହିବି, କାନ୍ଥରେ ମୋ ମୁଣ୍ଡ ପିଟି ଦେଲେ ଅଜା, ଗୋଟେ ବଡ଼ ନୀଳ ପଡ଼ିଗଲା, ବ୍ଲଡ଼ ଜମିଗଲା। ସେଦିନରୁ ଆଜି ପର୍ଯ୍ୟନ୍ତ ମୁଁ କେବେ ଚିଟିଂ କରିନି। ଯେତେବେଳେ ଯେଉଁ ସମୟ ଯାହା କରିବା କଥା ମୁଁ କରିଛି। ସେଦିନ ଅଜାଙ୍କର ମାଡ଼ ଯଦି ନ ପଡ଼ିଥାନ୍ତା, ମୁଁ ମନ ଦେଇକି ପାଠ ପଢ଼ି ନଥାନ୍ତି। ଆଉ ଯେତିକି ପଢ଼ିଛି ଭଲସେ ପଢ଼ିଛି, ଫାଷ୍ଟ କ୍ଲାସ୍ କ୍ୟାରିୟର ବନେଇଛି। ଆଉ ବାବା ମୁଁ ତୋତେ ମାରିଲି ଚାପୁଡ଼େ କ'ଣ, ମୋ ସ୍ୱାର୍ଥ କ'ଣ? ମୁଁ ତ କେଇଦିନ ପରେ ମରିଯିବି, ତୁ ସାରା ଜୀବନ ପାଠ ପଢ଼ିବୁ, ବ୍ରାହ୍ମଣ ଛୁଆ, ଚାକିରି କରିବା କେତେ କଷ୍ଟ। ତୋ ପେଟର ଗୁଣ ରହିଲେ ସେଟା ତୋତେ ଭଲ, ତୋତେ ବଳ ଦବ। ବିଦ୍ୟା ହିଁ ବଳ। ଆମେ ବ୍ରାହ୍ମଣ ଘର ଛୁଆ, ବିଦ୍ୟା ବିକିକି ପଇସା ରୋଜଗାର କରିବା। ବୁଝିଲୁ ବାବା, ମା ତୋତେ ମାରୁଛି, ଗାଳି ଦଉଛି ଏଇଥିପାଇଁ ଯେ କି ତୁ ଭଲରେ ଚଳ। ଆଜି କଷ୍ଟ କଲେ କାଲି କୃଷ୍ଣଙ୍କୁ ପାଇବୁ। ଆଉ ଗୋଟେ କଥା ବାବା, ରାଗରେ ଯେତେବେଳେ ଭଗବାନ ରାଗିଥିଲେ ସେତେବେଳେ କ'ଣ କଲେ ନା, ଗୋଟେ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଉଠେଇଦେଲେ। ରାଗରେ ମଣିଷ ପ୍ରଳୟ କରିଦିଏ, ସେଥିପାଇଁ ଶକ୍ତି କି ବୁଦ୍ଧି ଖଟେଇତେ ପଡ଼େନି। କିନ୍ତୁ ବାବା ସେଇ ଶ୍ରୀକୃଷ୍ଣ ଭଗବାନ ଯେତେବେଳେ ଭଲ ପାଇବା ମୁଡରେ ଆସନ୍ତି ନା, ସେତେବେଳେ ସେ ବଇଁଶୀ ବଜାନ୍ତି। ଆଉ ସେଇ ବଇଁଶୀକୁ ସେ କେମିତି ଧରିଥାନ୍ତି? ଦୁଇ ହାତରେ ସମ୍ଭାଳିକି। କାରଣ ବାବା ଆମେ ଯାହାକୁ ଭଲ ପାଆନ୍ତି ନା, ଆମେ ଯାହା ପାଇଁ ଜୀବନ ଦିଅନ୍ତି ନା, ତା ପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ହେଇଯାଆନ୍ତି। ଇଏ ତ ସମସ୍ତେ କରନ୍ତି, କିନ୍ତୁ ସେଇ ଯାହାକୁ ଆମେ ଭଲ ପାଆନ୍ତି ତାକୁ ସାଇତିବାକୁ ପଡ଼େ। ଯେମିତି ସୁନା ଗହଣା ଲୁଗାପଟା, ତାକୁ ଝାଡ଼ି ଝୁଡ଼ି ପରିଷ୍କାର କରିକି ଆମେ କାହିଁକି ରଖନ୍ତି? କାହିଁକିନା ସିଏ ଆମର ଅମୂଲ୍ୟ ସମ୍ପଦ। ତେଣୁ ତୁ ବା ମୋର ଅମୂଲ୍ୟ ସମ୍ପଦ। ଆଉ ତୋଠୁ ବେଶୀ ମୁଁ କାହାକୁ ଭଲ ପାଏନି ରେ ବାବା। ତେଣୁ ତୋତେ ମୁଁ ସାଇତିକି ରଖିଛି, ସମ୍ଭାଳିକି ରଖିଛି, କାରଣ ମୁଁ ତୋତେ ବହୁତ ଭଲ ପାଏ। ଆଉ ମୁଁ ତୋ ପାଇଁ କରିବିନି, ମୁଁ ତୋ ପାଇଁ ଚିନ୍ତା କରିବିନି, ଆଉ କିଏ କରିବ ବାବା? ସଂସାରରେ ଆଉ କିଏ କରିବ? ତୁ କଷ୍ଟ ପାଇଲେ ଯଦି କେହି କାନ୍ଦିବ ତ ମା ହିଁ କାନ୍ଦିବ, ତ ବାବା ହିଁ କାନ୍ଦିବ, ତ ନିଜ ଲୋକ ହିଁ କାନ୍ଦିବେ ନା, ସାଙ୍ଗସାଥୀ। ସେ ଦୂର ଯିଏ ପର ସିଏ ବାବା। ଆଉ ମୁଁ ତୋତେ ଭଲ ପାଏ। ଯେମିତି ଶ୍ରୀକୃଷ୍ଣ ତାଙ୍କ ବଇଁଶୀକୁ ସମ୍ଭାଳିଛନ୍ତି ଦି ହାତରେ, ସେଇଭଳି ମୁଁ ବି ତୋତେ ଦି ହାତରେ ସମ୍ଭାଳିକି ରଖିଛି ବାବା।
ମାଆକୁ ଭୁଲ ବୁଝିନି। ଗୀତା କଥା ଶୁଣି ତା ପୁଅ କାନ୍ଦିକି ତାକୁ ଗଳାରେ ଲଗେଇଦେଲା। କୁଣ୍ଢେଇ ପକେଇକି ବହୁତ କାନ୍ଦିଲା, କ୍ଷମା ବି ମାଗିଲା। ଗୀତା ବି ତାକୁ ମାରିଥିବାରୁ କ୍ଷମା ମାଗିଲେ। ନା କ'ଣ ଦର୍ଶକ ବନ୍ଧୁ? ସବୁ ଝଗଡ଼ାର ଅନ୍ତ ଯଦି ଭଲରେ ଅନ୍ତ ହେଲା, ତାହେଲେ ସେ କାହାଣୀ ସୁପରହିଟ୍। ଆଉ ଆପଣମାନଙ୍କର ଲାଇକ୍, ସେୟାର, ସବସ୍କ୍ରାଇବ୍, ଫଲୋ ଯଦି କରିଦେବେ, ତେବେ ମୋ ଲେଖାଟି ବି ସବୁ ସୁପରହିଟ୍ ହେଇଯିବ। ନା କ'ଣ ଦର୍ଶକ ବନ୍ଧୁ? ରହିଲି। ଜୟ ଜଗନ୍ନାଥ।